ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଡିଭାଇନ୍ ୱାର୍ଲ୍ଡକୁ। ଓಂ ନମଃ ଶିବାୟ। ବନ୍ଧୁଗଣ, ଏହି ବ୍ରହ୍ମାଣ୍ଡରେ ଏମିତି ଏକ ସତ୍ୟ ଅଛି ଯାହାକୁ ଆଖିରେ ଦେଖି ହୁଏ ନା କାନରେ ଶୁଣି ହୁଏ, ତାହାକୁ କେବଳ ଅନୁଭବ କରାଯାଏ। ଏହି ସତ୍ୟ ହେଉଛି ଶିବ ତତ୍ତ୍ୱ। ଆମେ ସମସ୍ତେ ଶିବଙ୍କୁ ମନ୍ଦିରରେ ଦେଖୁଛୁ, ଶିବଲିଙ୍ଗରେ ଦେଖୁଛୁ, କୈଳାସରେ ବାସ କରୁଥିବା ମହାଦେବ ଭାବି ଦେଖୁଛୁ, କିନ୍ତୁ ଶାସ୍ତ୍ର କହେ ଶିବ କେବଳ ଗୋଟିଏ ରୂପ ନୁହେଁ, ଶିବ ହେଉଛନ୍ତି ସେହି ଚେତନା ଯାହା ସବୁଠି ବ୍ୟାପ୍ତ। ଆଜିର କାହାଣୀ କୌଣସି ଯୁଦ୍ଧର ନୁହେଁ, କୌଣସି ଚମତ୍କାରର ନୁହେଁ। ଏହା ହେଉଛି ଜଣେ ମଣିଷର ନିଜ ଭିତରକୁ କରିଥିବା ଯାତ୍ରା। ହିମାଳୟର କୂଳରେ ଜଣେ ବୃଦ୍ଧ ଋଷି ବାସ କରୁଥିଲେ। ତାଙ୍କ ଆଶ୍ରମକୁ ଦୂର ଦୂରାନ୍ତରୁ ଲୋକ ଆସୁଥିଲେ। କେହି ଧନ ମାଗୁଥିଲେ, କେହି ସନ୍ତାନ ସୁଖ। କିନ୍ତୁ ଗୋଟିଏ ଦିନ ଜଣେ ଯୁବକ ଆସିଲେ, ଯିଏ କେବଳ ଗୋଟିଏ ପ୍ରଶ୍ନ ପଚାରିଲେ, ଗୁରୁଦେବ, ଶିବଙ୍କୁ କେଉଁଠି ପାଇବି? ଋଷି ହସିଲେ, କହିଲେ, ତୁମେ ଶିବଙ୍କୁ କାହିଁକି ଖୋଜୁଛ? ଯୁବକ କହିଲା, ମୋ ପାଖରେ ସବୁ କିଛି ଅଛି, ତଥାପି ମୋ ମନ ଅଶାନ୍ତ, ମୁଁ ଶାନ୍ତି ଚାହୁଁଛି। ଋଷି କହିଲେ, ଯଦି ଶାନ୍ତି ଚାହୁଁଛ, ପ୍ରଥମେ ମୌନକୁ ଜାଣ। ଯୁବକ କହିଲା, ସେ ଭାବିଲା ଶିବଙ୍କୁ ପାଇବା ପାଇଁ ବୋଧହୁଏ କଠୋର ତପସ୍ୟା କରିବାକୁ ପଡ଼ିବ। କିନ୍ତୁ ଋଷି ତାଙ୍କୁ କେବଳ ଗୋଟିଏ କାମ କହିଲେ, ଆସନ୍ତାକାଲି ସୂର୍ଯ୍ୟୋଦୟ ପୂର୍ବରୁ ନଦୀ କୂଳରେ ଆସି ବସ। କୌଣସି ମନ୍ତ୍ର ନୁହେଁ, କୌଣସି ପ୍ରାର୍ଥନା ନୁହେଁ, କେବଳ ନିଜ ମନକୁ ଦେଖ। ପରଦିନ ସକାଳେ ଯୁବକ ନଦୀ କୂଳରେ ବସିଲା, ଆଖି ବନ୍ଦ କଲା, କିନ୍ତୁ ତାର ମନ ଶାନ୍ତ ହେଲା ନାହିଁ। କେବେ ଘରର କଥା, କେବେ ଧନର କଥା, କେବେ ଅତୀତର ସ୍ମୃତି, କେବେ ଭବିଷ୍ୟତର ଭୟ। ଅସଂଖ୍ୟ ଚିନ୍ତା ତାକୁ ଘେରି ରହିଲା। ସନ୍ଧ୍ୟାରେ ସେ ଋଷିଙ୍କ ପାଖକୁ ଫେରି କହିଲା, ଗୁରୁଦେବ, ମୁଁ ବିଫଳ ହୋଇଗଲି। ଋଷି କହିଲେ, ନା, ଆଜି ପ୍ରଥମ ଥର ତୁମେ ନିଜ ମନକୁ ଦେଖିଲ। ତାପରେ ଋଷି ତାକୁ ଗୋଟିଏ ଶାନ୍ତ ହ୍ରଦ ପାଖକୁ ନେଇଗଲେ। ସେ କହିଲେ, ଏହି ପାଣିକୁ ଦେଖ, ପବନ ବହୁଛି, ସେଥିପାଇଁ ପାଣିରେ ତରଙ୍ଗ ଅଛି। ଏହି ତରଙ୍ଗ ଥିବା ବେଳେ ତୁମେ ନିଜ ମୁହଁକୁ ସ୍ପଷ୍ଟ ଦେଖିପାରୁଛ କି? ଯୁବକ କହିଲା, ନା। ଋଷି କହିଲେ, ଯେତେବେଳେ ପବନ ବନ୍ଦ ହେବ, ପାଣି ଶାନ୍ତ ହେବ, ସେତେବେଳେ ତୁମ ପ୍ରତିବିମ୍ବ ସ୍ପଷ୍ଟ ଦେଖାଯିବ। ଠିକ୍ ସେହିପରି ମନର ଚିନ୍ତା ଯେ ପର୍ଯ୍ୟନ୍ତ ଚାଲିଥାଏ, ସେ ପର୍ଯ୍ୟନ୍ତ ଶିବଙ୍କ ଅନୁଭବ ହୁଏ ନାହିଁ। ଚିନ୍ତା ଶାନ୍ତ ହେଲେ ଶିବ ସ୍ୱୟଂ ପ୍ରକାଶ ପାଆନ୍ତି। ଋଷିଙ୍କ କଥା ଶୁଣି ଯୁବକ କିଛି ସମୟ ପାଇଁ ଚୁପ୍ ହୋଇଗଲା। ହ୍ରଦର ପାଣି ଧୀରେ ଧୀରେ ଶାନ୍ତ ହୋଇ ଆସୁଥିଲା। କିଛି ସମୟ ପରେ ପାଣି ଏତେ ସ୍ଥିର ହୋଇଗଲା ଯେ ତାହା ଦର୍ପଣ ପରି ଦେଖାଗଲା। ଏଥିରେ ଆକାଶ ଦେଖାଗଲା, ପାହାଡ଼ ଦେଖାଗଲା, ଗଛର ଛାୟା ଦେଖାଗଲା, ଆଉ ଯୁବକ ନିଜ ମୁହଁକୁ ମଧ୍ୟ ସ୍ପଷ୍ଟ ଦେଖିପାରିଲା। ଋଷି ଧୀର ସ୍ୱରରେ କହିଲେ, ଏହା ହିଁ ଶିବ ତତ୍ତ୍ୱର ପ୍ରଥମ ରହସ୍ୟ। ଯେ ପର୍ଯ୍ୟନ୍ତ ମନରେ ଚିନ୍ତାର ତରଙ୍ଗ ଉଠୁଥାଏ, ସେ ପର୍ଯ୍ୟନ୍ତ ସତ୍ୟକୁ ସ୍ପଷ୍ଟ ଭାବରେ ଅନୁଭବ କରିବା କଷ୍ଟକର। କିନ୍ତୁ ମନ ଶାନ୍ତ ହୋଇଗଲେ ମଣିଷ ନିଜ ଭିତରର ସତ୍ୟକୁ ଅନୁଭବ କରିବାକୁ ଲାଗେ। ଯୁବକ ଋଷିକୁ ପଚାରିଲା, ତାହେଲେ ଗୁରୁଦେବ, ଆମେ ମହାଦେବକୁ ଯେଉଁ ରୂପରେ ପୂଜା କରୁଛୁ, ସେହି ରୂପର ପଛରେ ମଧ୍ୟ କିଛି ଅର୍ଥ ଅଛି କି? ଋଷି ହସିଲେ, କହିଲେ, ହଁ, ମହାଦେବ ପ୍ରତ୍ୟେକ ମଣିଷ ଜୀବନର ଗୋଟିଏ ଗଭୀର ଶିକ୍ଷା ଦେଇଥାଏ। ତୃତୀୟ ନେତ୍ରର ରହସ୍ୟ। ଋଷି କହିଲେ, ତୁମେ ଶିବଙ୍କ ତୃତୀୟ ନେତ୍ର ଦେଖିଛ? ଯୁବକ କହିଲା, ହଁ ଗୁରୁଦେବ, କିନ୍ତୁ ଏହାର ରହସ୍ୟ ମୁଁ ଜାଣିନାହିଁ। ଋଷି କହିଲେ, ମଣିଷ ଦୁଇଟି ଆଖିର ବାହାରେ ଜଗତକୁ ଦେଖେ, କିନ୍ତୁ ତୃତୀୟ ନେତ୍ରକୁ ଆଧ୍ୟାତ୍ମିକ ଜ୍ଞାନ ଓ ଅନ୍ତର୍ଦୃଷ୍ଟିର ପ୍ରତୀକ ଭାବେ ବୁଝାଯାଏ। ମଣିଷ ଯେତେବେଳେ କେବଳ ବାହାର ଜଗତକୁ ଦେଖିବା ବଦଳରେ ନିଜ ଭିତରକୁ ଦେଖିବ ଆରମ୍ଭ କରେ, ସେତେବେଳେ ନିଜର ଅହଙ୍କାର, ଲୋଭ, କ୍ରୋଧ ଓ ମୋହକୁ ଚିହ୍ନିପାରେ। ଯୁବକ ଚୁପ୍ ହୋଇଗଲା, କାରଣ ଋଷିଙ୍କ ପ୍ରତ୍ୟେକ କଥା ତାର ମନକୁ ସ୍ପର୍ଶ କରୁଥିଲା। ତ୍ରିଶୂଳର ଅର୍ଥ। କିଛି ସମୟ ପରେ ଯୁବକ ପଚାରିଲା, ତେବେ ଶିବଙ୍କ ହାତରେ ଥିବା ତ୍ରିଶୂଳ? ଋଷି କହିଲେ, ତ୍ରିଶୂଳର ମଧ୍ୟ ଏକ ଆଧ୍ୟାତ୍ମିକ ବ୍ୟାଖ୍ୟା ରହିଛି। ଏହାକୁ ଅତୀତ, ବର୍ତ୍ତମାନ, ଭବିଷ୍ୟତ ଏହି ତିନି କାଳ ଉପରେ ଶିବଙ୍କ ଆଧିପତ୍ୟର ପ୍ରତୀକ ଭାବେ ମଧ୍ୟ ବୁଝାଯାଏ। ମଣିଷ ଅତୀତକୁ ମନେ ପକାଇ ଦୁଃଖ ପାଏ, ଭବିଷ୍ୟତ କଥା ଭାବି ଚିନ୍ତିତ ହୁଏ, ଆଉ ଏହା ମଧ୍ୟରେ ବର୍ତ୍ତମାନର ମୂଲ୍ୟ ସମୟକୁ ହରାଇ ଦିଏ। କିନ୍ତୁ ଶିବ ଆମକୁ ଶିଖାନ୍ତି, ଏହି ମୁହୂର୍ତ୍ତରେ ରୁହ, କାରଣ ଜୀବନ ଏହି ମୁହୂର୍ତ୍ତରେ ହିଁ ଅଛି। ଡମ୍ବରୁର ରହସ୍ୟ।
ଆହୁରି କହିଲେ ଶିବଙ୍କ ହାତରେ ଡମ୍ବୁରୁ ରହିଛି। ଡମ୍ବୁରୁର ନାଦର ସୃଷ୍ଟି ଲୟ ବ୍ରହ୍ମାଣ୍ଡୀୟ ସ୍ପନ୍ଦନ ସହ ଯୋଡ଼ି ହୋଇଥାଏ। କିନ୍ତୁ ଧ୍ୟାନ ଦେଖ, ଶବ୍ଦ ମଧ୍ୟରେ ମୌନ ଅଛି। ଗୋଟିଏ ଶବ୍ଦ ହେବା ଓ ଅନ୍ୟ ଶବ୍ଦର ଆରମ୍ଭ ହେବା ମଧ୍ୟରେ ଯେଉଁ କ୍ଷଣିକ ନୀରବତା ଥାଏ, ସେହି ନୀରବତାକୁ ଅନୁଭବ କର। ସେହି ମୌନ ତୁମକୁ ନିଜ ଭିତରକୁ ନେଇଯିବ। ଯୁବକର ମନରେ ପୁଣି ପ୍ରଶ୍ନ ଆସିଲା, ଗୁରୁଦେବ, ତେବେ ଶିବଙ୍କୁ ମୌନ ସହ ଏତେ ଗଭୀର ଭାବେ କାହିଁକି ଯୋଡ଼ାଯାଏ? ଋଷି ଆଖି ବନ୍ଦ କରି କହିଲେ, କାରଣ ଯାହାକୁ ଶବ୍ଦରେ ବୁଝାଇ ହୁଏ ତାହାର ଏକ ସୀମା ଅଛି, କିନ୍ତୁ ସତ୍ୟର ଅନୁଭବ ଅସୀମ। ସମୁଦ୍ରକୁ ଦେଖି ଯେଉଁ ଅନୁଭବ ହୁଏ ତାହାକୁ କ'ଣ କିଛି ଶବ୍ଦରେ ସମ୍ପୂର୍ଣ୍ଣ କରିହେବ? ଆକାଶକୁ ବିଶାଳତାକୁ କ'ଣ ଶବ୍ଦରେ ମାପି ହେବ? ଠିକ୍ ସେହିପରି ଶିବ ତତ୍ତ୍ୱକୁ କେବଳ ଶବ୍ଦରେ ବାନ୍ଧି ହୁଏ ନାହିଁ, ତାହାକୁ ଅନୁଭବ କରିବାକୁ ପଡ଼େ। ନୀଳକଣ୍ଠର ଶିକ୍ଷା। ଏହାପରେ ଋଷି ମହାଦେବଙ୍କ ନୀଳକଣ୍ଠ ରୂପ ବିଷୟରେ କହିଲେ। ସମୁଦ୍ର ମନ୍ଥନର ପୌରାଣିକ କଥାରେ ହଳାହଳ ବିଷ ବାହାରିବା ସମୟରେ ମହାଦେବ ଜଗତର ରକ୍ଷା ପାଇଁ ତାହାକୁ ଧାରଣ କରିଥିଲେ। ଏହି କାହାଣୀ ଆମକୁ ଏକ ସୁନ୍ଦର ଶିକ୍ଷା ଦିଏ। ଜୀବନରେ ଆମ ପାଖକୁ ମଧ୍ୟ ଅନେକ କଷ୍ଟ, କ୍ରୋଧ, କଠୋର କଥା ଆସେ, କିନ୍ତୁ ସେଗୁଡ଼ିକୁ ଅନ୍ୟ ଉପରେ ଢାଳି ଦେବା ପରିବର୍ତ୍ତେ ଶାନ୍ତ ମନରେ ସମ୍ଭାଳିବା ହେଉଛି ନୀଳକଣ୍ଠ ଶିକ୍ଷାର ଏକ ଅର୍ଥ। ମୌଳିକ ପରୀକ୍ଷା। ଋଷି ଯୁବକଙ୍କୁ କହିଲେ, ଏବେ ତୁମର ପରବର୍ତ୍ତୀ ପରୀକ୍ଷା। ଯୁବକ ପଚାରିଲା, କ'ଣ ସେହି ପରୀକ୍ଷା? ଋଷି କହିଲେ, ଆଜି ସୂର୍ଯ୍ୟାସ୍ତ ପରେ ତୁମେ ଏକା ଏହି ନଦୀ କୂଳରେ ବସିବ। କିଛି ପାଇବା ପାଇଁ ନୁହେଁ, କିଛି ଦେଖିବା ପାଇଁ ନୁହେଁ, କେବଳ ନିଜ ମନକୁ ଦେଖିବା। ସୂର୍ଯ୍ୟ ଅସ୍ତ ହୋଇଗଲା, ଚାରିଆଡ଼େ ନୀରବତା। ଯୁବକ ଆଖି ବନ୍ଦ କରି ବସିଲା। ପ୍ରଥମେ ଶହ ଶହ ଚିନ୍ତା ଆସିଲା, କିନ୍ତୁ ଏଥର ସେଗୁଡ଼ିକୁ ସହ ଲଢ଼ିଲା ନାହିଁ। ସେ କେବଳ ଚିନ୍ତାଗୁଡ଼ିକୁ ଆସିବାକୁ ଦେଲା ଏବଂ ଚାଲିଯିବାକୁ ଦେଲା। ଧୀରେ ଧୀରେ ମନର କୋଳାହଳ କମିଲା। କିଛି କ୍ଷଣ ପାଇଁ ତାକୁ ଲାଗିଲା ସମୟ ଏମିତି ଥମି ଯାଇଛି। ନା ଅତୀତର ଦୁଃଖ, ଭବିଷ୍ୟତର ଚିନ୍ତା, କେବଳ ଗଭୀର ଶାନ୍ତି। ପରଦିନ ସେ ଋଷିଙ୍କ ପାଖକୁ ଦୌଡ଼ି ଆସିଲା। କହିଲା, ଗୁରୁଦେବ, ମୁଁ ଶିବଙ୍କୁ ଦେଖିପାରିଲି ନାହିଁ, କିନ୍ତୁ ଗତକାଲି ମୁଁ ଏମିତି ଶାନ୍ତି ଅନୁଭବ କଲି ଯାହା ମୋ ଜୀବନରେ କେବେ ହୋଇନଥିଲା। ଋଷି ହସିଲେ, ତାଙ୍କ ଆଖିରେ ଆନନ୍ଦ ଆସିଲା। ସେ କହିଲେ, ତୁମେ ଯାହା ଖୋଜୁଥିଲ ତାହାର ଦ୍ୱାର ପର୍ଯ୍ୟନ୍ତ ପହଞ୍ଚିଗଲ। ଶିବଙ୍କୁ ଅନୁଭବ କରିବାର ଅର୍ଥ ସବୁବେଳେ କୌଣସି ଅଲୌକିକ ରୂପ ଦେଖିବା ନୁହେଁ। ଗଭୀର ଶାନ୍ତି, ନିର୍ମଳ ଚେତନା ଓ ଅହଙ୍କାରରୁ ମୁକ୍ତ ହେବାର ଅନୁଭବରେ ମଧ୍ୟ ଶିବ ତତ୍ତ୍ୱକୁ ଖୋଜାଯାଇପାରେ। ଯେଉଁଠାରେ ଶବ୍ଦ ଶେଷ ହୁଏ ସେହିଠାରେ ମନ କୋଳାହଳ ଶାନ୍ତ ହୁଏ। ଯେଉଁଠାରେ ମୋର ଅହଙ୍କାର ଧୀରେ ଧୀରେ ଦୂରେଇ ଯାଏ, ସେହି ମୌନ ଭିତରେ ଶିବ ତତ୍ତ୍ୱକୁ ଅନୁଭବ କରାଯାଏ। ଯୁବକର ଆଖି ଭାବବିହ୍ୱଳ ହୋଇଗଲା, କାରଣ ଏତେ ଦିନ ଧରି ସେ ଶିବଙ୍କୁ ବାହାରେ ଖୋଜୁଥିଲା, କିନ୍ତୁ ଆଜି ସେ ବୁଝିବା ଆରମ୍ଭ କରିଥିଲା, ଯାତ୍ରାଟି ବାହାରକୁ ନୁହେଁ, ଯାତ୍ରାଟି ନିଜ ଭିତରକୁ। ଋଷିଙ୍କ କଥା ଶୁଣି ଯୁବକର ଜୀବନ ବଦଳିବାକୁ ଲାଗିଲା। ସେ ପୂର୍ବ ପରି ମନ୍ଦିରକୁ ଯାଉଥିଲା, ଶିବଲିଙ୍ଗରେ ଜଳ ଅର୍ପଣ କରୁଥିଲା, ଓଁ ନମଃ ଶିବାୟ ଜପ କରୁଥିଲା। କିନ୍ତୁ ଏଥର ତାର ଭକ୍ତିରେ ବଡ଼ ପରିବର୍ତ୍ତନ ଆସିଥିଲା। ସେ ଆଉ କେବଳ ବର ମାଗୁନଥିଲା, ସେ ନିଜ ମନକୁ ଜାଣିବାକୁ ଚେଷ୍ଟା କରୁଥିଲା। ଋଷି ତାକୁ କହିଲେ, ପୁଅ, ମଣିଷ ଜୀବନ ବାହାରେ ସୁଖ ଖୋଜିଥାଏ, ଧନରେ, ଯଶରେ, ସମ୍ପର୍କରେ, କିନ୍ତୁ ସତ୍ୟ ଶାନ୍ତି ଭିତରକୁ ଜନ୍ମ ନେଇଥାଏ। ଗୋଟିଏ ଦିନ ଋଷି ତାକୁ ଶ୍ମଶାନକୁ ନେଇଗଲେ। ଯୁବକ ଆଶ୍ଚର୍ଯ୍ୟ ହେଲା। ସେ ପଚାରିଲା, ଗୁରୁଦେବ, ଏଠାକୁ କାହିଁକି ଆସିଛୁ? ଋଷି କହିଲେ, କାରଣ ଏଠାରେ ଜୀବନର ସବୁଠାରୁ ବଡ଼ ସତ୍ୟ ଲୁଚି ରହିଛି। ସେମାନେ ଦେଖିଲେ, ଯେଉଁ ମଣିଷ କାଲି ପର୍ଯ୍ୟନ୍ତ ଧନ, ଗର୍ବ, ପଦ, ଅହଙ୍କାରରେ ବଞ୍ଚୁଥିଲେ, ସେ ଆଜି ସବୁକିଛି ଛାଡ଼ି ଚାଲିଯାଇଛି। ଋଷି କହିଲେ, ଦେଖ, ଏହି ଶରୀର ଦିନେ ମାଟିରେ ମିଶିଯିବ, କିନ୍ତୁ ଚେତନାର ସତ୍ୟ ନଷ୍ଟ ହୁଏ ନାହିଁ। ସେହି ଚେତନାକୁ ଅନେକ ଦର୍ଶନରେ ଶିବ ତତ୍ତ୍ୱ ସହ ଯୋଡ଼ି ଦେଖାଯାଏ। ଯୁବକର ଆଖିରୁ ଲୁହ ଝରିଲା। ସେ ବୁଝିଲା, ଏତେ ଦିନ ସେ ଅନିତ୍ୟ ଜିନିଷକୁ ଧରି ରଖିବାକୁ ଚେଷ୍ଟା କରୁଥିଲା, କିନ୍ତୁ ଯାହା ଶାଶ୍ୱତ ତାହାକୁ କେବେ ଖୋଜି ନଥିଲା। ଋଷି କହିଲେ, ସେଥିପାଇଁ ଶିବଙ୍କୁ ମହାକାଳ କୁହାଯାଏ। ସମୟ ତାଙ୍କୁ ବାନ୍ଧି ପାରେ ନାହିଁ। କିଛି ବର୍ଷ କଟିଗଲା। ଯୁବକ ଏତେ ଶାନ୍ତ, ସରଳ, କରୁଣାମୟ ହୋଇଯାଇଥିଲା। ଲୋକମାନେ ପଚାରୁଥିଲେ, ତୁମର ମୁହଁରେ ଏତେ ଶାନ୍ତି କେଉଁଠୁ ଆସିଲା? ସେ କେବଳ ହସି କହୁଥିଲା, ମୁଁ ଶିବଙ୍କୁ ବାହାରେ ନୁହେଁ, ନିଜ ଭିତରେ ଖୋଜିବା ଶିଖିଛି। ବନ୍ଧୁଗଣ, ଏହି କାହାଣୀର ଅର୍ଥ ଏହା ନୁହେଁ ଯେ ଶିବ ମନ୍ଦିରକୁ ଯିବା ଦରକାର ନାହିଁ,
କିମ୍ବା ପୂଜା କରିବା ଆବଶ୍ୟକ ନୁହେଁ, ବରଂ ଏହାର ଅର୍ଥ ହେଉଛି ପୂଜା ସହ ନିଜ ମନକୁ ପବିତ୍ର କରନ୍ତୁ, ଜପ ସହ ଅହଙ୍କାରକୁ ମଧ୍ୟ ଛାଡ଼ନ୍ତୁ, ଭକ୍ତି ସହ କରୁଣାକୁ ମଧ୍ୟ ଜୀବନରେ ଆଣନ୍ତୁ। ଏହା ହିଁ ଶିବ ତତ୍ତ୍ୱର ପଥ। ଯେତେବେଳେ ମନର କୋଳାହଳ ଶାନ୍ତ ହୁଏ, ଯେତେବେଳେ ଘୃଣାର ସ୍ଥାନରେ ପ୍ରେମ ଆସେ, ଯେତେବେଳେ ଅହଙ୍କାର ସ୍ଥାନରେ ନମ୍ରତା ଆସେ, ସେତେବେଳେ ଶିବ ତତ୍ତ୍ୱର ଆରମ୍ଭ ଅନୁଭବ ହୁଏ। ଶିବ କେବଳ କୈଳାସରେ ନାହାନ୍ତି, ସେ ପ୍ରତ୍ୟେକ ପ୍ରାଣୀରେ, ପ୍ରତ୍ୟେକ ଶ୍ୱାସରେ, ପ୍ରତ୍ୟେକ ନୀରବ ମୁହୂର୍ତ୍ତରେ ବିରାଜମାନ। ତେଣୁ ମନେ ରଖନ୍ତୁ, ଯେଉଁଠାରେ ଶବ୍ଦର ଶେଷ ହୁଏ ସେଇଠାରେ ହିଁ ମୌନ ହିଁ ସତ୍ୟ ଆରମ୍ଭ ହୋଇଯାଏ। ଏହି ମୌନର ଶିବଙ୍କ ଅନୁଭବ ହୁଏ। ହର ହର ମହାଦେବ। ଓಂ ନମ ଶିବାୟ। ଯଦି ଏ କାହାଣୀଟି ଆପଣଙ୍କ ହୃଦୟକୁ ସ୍ପର୍ଶ କରିଥାଏ, ଭିଡ଼ିଓକୁ ଲାଇକ୍ କରନ୍ତୁ,